ଶ୍ରୋତାବନ୍ଧୁ ଜଣେ ସାହିତ୍ୟିକର ଭାବ ଜଗତ ଏବଂ କଳ୍ପନା ଲୋକ ହିଁ ତାର ବିଚରଣ ଭୂମି। ସେଇ କଳ୍ପନା ଲୋକରେ ସେ ତାର ପ୍ରିୟ ପରିଜନଙ୍କ ସ୍ମୃତି, ବିଶିଷ୍ଟ ମଣିଷ, ଆତ୍ମୀୟ ସ୍ୱଜନ ଏବଂ ଭେଟିଥିବା ଅନେକ ଚରିତ୍ରଙ୍କ ସ୍ମୃତିଚାରଣା କରେ ଏବଂ ତାଙ୍କୁ ହିଁ ତାର ଚେତନାରେ ଧାରଣ କରି ଶଙ୍ଖୋଳି ବସେ ଶବ୍ଦରେ। ଆଜି ଆମେ ଏମିତି ଜଣେ ଗାଳ୍ପିକାଙ୍କୁ ଶୁଣିବା ଯେ ଆମ ସମୟରେ ବେଶ ସ୍ୱତନ୍ତ୍ର ଭାବରେ ନିଜର ସ୍ଥିତିକୁ ସାବ୍ୟସ୍ତ କରିଛନ୍ତି। ତାଙ୍କ ଦୃଷ୍ଟିରେ ମଣିଷକୁ ମଣିଷ ସହିତ ଯୋଡ଼ିବାର ମହାର୍ଘ ମୁହୂର୍ତ୍ତ ହିଁ ସାହିତ୍ୟ। ମଣିଷ ଅନ୍ୟ ଏକ ମଣିଷ ସହିତ ଯୋଡ଼ି ହୁଏ କେବଳ ସାହିତ୍ୟ ମାଧ୍ୟମରେ। ଏଥି ନିମନ୍ତେ ଉଭୟ ପାଠକଙ୍କୁ ଏବଂ ଜଣେ ଲେଖକକୁ ସହୃଦୟତା, ମଣିଷପଣିଆ, ପାରସ୍ପରିକ ବୁଝାମଣା ଏବଂ ସମ୍ବେଦନଶୀଳ ମାନସିକତା ଧାରଣ କରିବାକୁ ହୁଏ। ଶ୍ରୋତାବନ୍ଧୁ, ଅନବରତ କଳ୍ପନା ରାଜ୍ୟରେ ଘୁରି ବୁଲୁଥିବା, ସମୁଦ୍ରର ଆହ୍ୱାନକୁ ଶୁଣିପାରୁଥିବା, ଉତ୍ତାଳ ତରଙ୍ଗକୁ ଗଣି ପାରୁଥିବା, ପବନର ହିଲ୍ଲୋଳରେ ମୋହାଚ୍ଛନ୍ନ ହେଉଥିବା ଚିରସବୁଜ ଗାଳ୍ପିକା ଇନ୍ଦିରା ଦତ୍ତ ଚିରନ୍ତନୀ ପ୍ରେମରେ ବିଶ୍ୱାସୀ। ଫକୀରମୋହନ କଲେଜରେ ତାଙ୍କୁ 6 ମାଣ 8 ଗୁଣ୍ଠର ମ୍ୟାଡାମ ଭାବରେ ନାମିତ କରାଯାଇଥିଲା ଏବଂ ଏହି ନାମରେ ସେ ଏକଦା ଖୁବ୍ ପରିଚିତି ଲାଭ କରିଥିଲେ। ଆଜି ଆମେ ଶୁଣୁଛେ ଗାଳ୍ପିକା ଇନ୍ଦିରା ଦତ୍ତଙ୍କୁ। ଗାଳ୍ପିକା ଇନ୍ଦିରା ଦତ୍ତ 1953 ମସିହା ଡିସେମ୍ବର 2 ତାରିଖରେ ପିତା ବିପିନ ବିହାରୀ ଦତ୍ତ ଏବଂ ମା ପ୍ରମିଳା ସୁନ୍ଦରୀଙ୍କ କୋଳ ମଣ୍ଡନ କରି ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଗ୍ରାମରେ ଭୂମିଷ୍ଠ ହୋଇଥିଲେ। ଇନ୍ଦିରା ଦତ୍ତ ତାଙ୍କର ସ୍କୁଲ ଶିକ୍ଷା ବାଲେଶ୍ୱରରୁ, ରାଜନୀତି ବିଜ୍ଞାନରେ ସେ FM କଲେଜରୁ ସ୍ନାତକ କଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରୁ ଓଡ଼ିଆରେ ସ୍ନାତକୋତ୍ତର ଲାଭ ପରେ ଅଧ୍ୟାପନା ବୃତ୍ତିରେ ଲୀନ ହୋଇଥିଲେ। ପ୍ରଥମେ MPC କଲେଜ ବାରିପଦା, ତାପରେ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜ ବାରିପଦା, ଫକୀରମୋହନ କଲେଜ ବାଲେଶ୍ୱର, ଭଦ୍ରକ କଲେଜ ଭଦ୍ରକ, କିଛି ଦିନ ପାଇଁ ରମାଦେବୀ ମହିଳା ମହାବିଦ୍ୟାଳୟରେ ଯୋଗଦାନ କରି ସେଇଠୁ ପୁଣି ସେ ବାଲେଶ୍ୱର କଲେଜରେ ଅଧ୍ୟାପନାରତ ଥିଲେ ଏବଂ ସେଇଠୁ ହିଁ ସେ ଅବସର ଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ଲେଖା ଥିଲା ଯୁଗଳ କିଶୋର ଦତ୍ତଙ୍କ ସମ୍ପାଦିତ କଲ୍ୟାଣୀ ପତ୍ରିକାରେ ଏକ ଗପ। ପରବର୍ତ୍ତୀ ସମୟରେ ପ୍ରଜାତନ୍ତ୍ରରେ ବୋଉକୁ ଶୀର୍ଷକ ଏକ ଗପ ପ୍ରକାଶ ପାଇଥିଲା ଏବଂ ତାଙ୍କର ଅନେକ ପତ୍ରିକାରେ ତାଙ୍କ ଗଳ୍ପ, କବିତା ପ୍ରକାଶ ପାଇଥିଲା। ଝଙ୍କାର, ଆସନ୍ତାକାଲି, ନବରବି, ଯୁଗଭେରୀ ପ୍ରମୁଖ ପତ୍ରିକା ତାଙ୍କ ଲେଖକୀୟ ସତ୍ତାକୁ ପ୍ରତିଷ୍ଠା ଦେଇଥିଲା ବୋଲି ସେ କହନ୍ତି। ଶ୍ରୋତାବନ୍ଧୁ, ଇନ୍ଦିରା ଦତ୍ତଙ୍କର ସ୍ୱପ୍ନ ଥିଲା ଡାକ୍ତରାଣୀ ହେବାର, ମାତ୍ର ସାହିତ୍ୟକୁ ଭଲ ପାଇ ବସିଲେ ଏବଂ ସାହିତ୍ୟକୁ ନେଇ କବିତା, ଗପ, ପ୍ରବନ୍ଧ ଭିତରେ ତାଙ୍କର ନିମଜ୍ଜନ ତାଙ୍କୁ ଏକ ଭିନ୍ନ ପରିଚୟ ପ୍ରଦାନ କଲା। ଇନ୍ଦିରା ଦତ୍ତ ଏକାଧାରରେ ଜଣେ କବି, ଜଣେ ଗାଳ୍ପିକା, ଜଣେ ପ୍ରାବନ୍ଧିକା। ଉତ୍ତମ ଶିକ୍ଷାଦାନ ଓ ପଠନ ପ୍ରତି ଅନୁରକ୍ତା ଇନ୍ଦିରା ଦତ୍ତ ଓଡ଼ିଆ ସାହିତ୍ୟରେ ନବଜାଗରଣ ଓ କଥାକାର ଗୋଦାବରୀଶ ମିଶ୍ର ଶୀର୍ଷକ ଗବେଷଣା କରି ଡକ୍ଟରେଟ୍ ଲାଭ କରିଛନ୍ତି। ତାଙ୍କର ଗଳ୍ପ ପୁସ୍ତକଗୁଡ଼ିକରେ ରହିଛି ଅକୁହା କଥା, ହୃଦ କପାଟ, ଚିଠିରେ ଚିଠିରେ ଜୀବନ, ଜୀବନ ଜ୍ୟାମିତି ପ୍ରମୁଖ। ଡକ୍ଟର ଇନ୍ଦିରା ଦତ୍ତ ଉଚ୍ଚକୋଟୀର ଶିକ୍ଷାଦାନ ପାଇଁ ଶିକ୍ଷକ ଗୌରବ ସମ୍ମାନ, ଏତଦ୍‌ବ୍ୟତୀତ ପ୍ରଜାତନ୍ତ୍ର ବିଶୁବ ସମିତି ପୁରସ୍କାର, ଯୁବ ଲେଖକ ସମ୍ମିଳନୀରେ ପୁରସ୍କାର, ଦୀନକୃଷ୍ଣ ସ୍ମୃତି ପରିଷଦ ସମ୍ମାନ,
न्यू इंडियन एक्सप्रेस सम्मान भली बहु संवर्धनार अधिकारिणी। श्रोताबंधु आज आमे शुणुचे गाल्पिका इंदिरा दत्तଙ୍କୁ तांकर एक चमत्कार क्षुद्र गल्प मु मणिष होईगली। गाल्पिका इंदिरा दत्त। बोऊ मोर बेसी पाठ पढ़ी नथिला, तथापि जीवन रो एते गहन कथा से बुझी पारुथुला किमिति। बोऊ कहुथुला, बापा रे, जीवन रे केबे जदि गर्व कि अहंकार तो मनरे आसी, तेबे केही जणे रोगी को देखिबा को चली जिवु। ताकू देखि सारला परे मनर अहंकार आपे आपे चली जिवो। बोऊ ए कथा कहिला बेलकु मोर अष्टम कि नवम श्रेणी। सेतेबेले जदिओ कथाटा पूरापूरी बुझिबार शक्ति मोर होई नथिला, तथापि केमिति केजाणी कथाटा मो मनरे छाप पकाई देइथिला। मोर दर पाठोई बोऊ मार्गशीर मास गुरुवार दिन लक्ष्मी पुराण धरी भोरु झुली झुली पुराण बोलुथुबार मु देखिछि। सकाळे सकाळे तार हळदी मखा दिह, पादरे अलता, लंबा ओदा केश, धला रंगर नाली धड़ीर शाढ़ी, मुंडरे ओढ़णा, ए सबु भितरे मो बोऊ देवी प्रतिमा भली दिसे। आम ठाकुर घर बहुत छोट, 4x4 हेब बोधुए। जणे लोक पशिले आउ जणे पशिबा कष्ट। चारिआडे ठाकुर देवता, गोटिए पटे लक्ष्मीक खटुली। सेई घरे भागवत पोथी नाली कनारे गुड़ा होई व्यासासन उपरे गोटिए कोणरे थुआ होइथाए। बोऊ सबुदिन अध्याय लेखाए भागवत पढ़े। सेइथिरु कौन बुझे सेई ही जाने। भाव विहल होई ता आखिरु धार धार होई लुह गड़ी पड़ुथुबार मु देखिछि। सेई छोट ठाकुर घरु झुणा धूपर बास्ना आसे। बोऊ को अन्य कोनोसी बही पढ़िबा मु केबे देखिनी। लक्ष्मी पुराण ओ भागवत तार घोषा होई जाइथिला कहिले चले। ठाकुर पूजा करू करू अर्थात सबु फोटोरे चंदन सिंदूर देउ देउ से बही न देखु मध्य ए सबु बोली पारुथुला। बापा थिले माइनर स्कूल मास्टर। आमर चाष जमी सेते बेसी नथिला। भागरे जेतिकी धान मिलुथुला सेतिकिरे वर्षटा मध्य पुरु नथिला। मोट उपरे निअंटिया घर कहिले चले। बोऊ किंतु मोर भारी लक्ष्मीवंतिया थिला। आमे केबे अभुक्त रहु नथिलु। बाड़ीरे कदली, सजना छुई, अमृतभंडा गछ, साग पटाली थिला। बोऊ जेमिति हेउ ता बापा स्कूल गला बेलुकु भात सांगकु 2-3 करि देउथुला। मु भी हेतु पाइबा दिनु बापांक हाथ धरी स्कूल को गली। पानी कादुअरे बापा मते कांधरे बसाई नेउथिले। बोऊ केतेबेले खाए केतेबेले सुए मु जानिनी। मु बापा बोऊ मझिरे सुए ओ सारा राती बापांक उपरे गोड़ लदी दिए। मु उठिला बेलकु बोऊ उठी सारी थाए। मो बड़ भौणी मोठारु प्राय 10 वर्ष बड़। ताकू पाख गाँर गोटिए चाषबंदी घरे दिया जाइथिला। तांकर जमी बेसी, स्वच्छल घर, खाइबा पीबारे असुविधा नाही। भाईनांकर व्यवसाय अछि। नानी आम घरକୁ आसिले 2-4 दिनरु बेसी रही पारेनी। घरे तार रोगिणा सासू, तांको सेवा करिबा नानीर प्रथम कर्तव्य बोली बोऊ ताकू सबुबेले बुझाए। तेणु ताकू केबे भी से अटकाएनी। बोऊ को केबे मन उणा करिबा मु देखिनी। सबुबेले हस हस मुह। एबे मु बुझुची से हस भितरे हुए तो सबु वेदना छपाइबार कला से जानिथिला। जेजी मांकर बहु आगरु काल होई जाइथिला। जेजेंकर अधिकांश समय पिंडारे कटे। पिंडारे गोटिए सौप उपरे से सोई थांती। आखि दुईटा थाए किंतु ताटी दुआर उपरे। जी रास्ता रे जाउ थाए ताकू डाक छड़ती पाखକୁ आसिबाकू। बोऊ उद्देश्य रे पाटी करती, कुना बोऊ सरबत आनिलु कि चा आनिलु। से केबे बुझंती नाही कि बुझिबार चेष्टा भी करती नाही घरे चा पत्र अछि कि चीनी अछि। बोऊ केबे प्रतिवाद करिबार मु देखिनी। नानी बाक्सरे थाए भली कि भली शाढ़ी, ब्लाउज, रुमाल, अतर। मात्र बोऊ पेटरारे ए सब काहेकि न थाए के जानी। तार बोधुए पीढ़ी लुगा सेमती किछि नथिला। केवल तार बाहाघर बेलर शाढ़ी कर्पूर देई से अति जत्न रे साइतिबा देखिछि। बोऊ बाक्सरे थाए चा, चीनी, चेनाचूर, जेमिति घर पाई से सब अमूल्य संपद। जेजेंको डाक्तर मना करिथिले छणाछुणी खाइबाकू। तेणु आम घरे पकुड़ी कि पियाजी केबे छणा हुएनी। घरे तेल छणा हेले बुढ़ा मनीष काले लोभ करिवे, खाइबाकू देह खराब हेबो। एइटा मो बोऊर मत। मु तेल भाजी खाइबाकू अଳି कले बोऊ ता ठणीरू आठणी नहेले टंकाटिए दिए। मु सेथिरे गाँ दुकानरू पत्र ठुंगारे पियाजी कि बरा किणी खाए।
ମତେ ସବୁବେଳେ ଲାଗେ ବୋଉ ମୋ ଅପେକ୍ଷା ଜେଜେଙ୍କୁ ବେଶୀ ଭଲ ପାଏ। ଜେଜେଙ୍କ ଦାନ୍ତ ନଥିବାରୁ ବୋଉ ତାଙ୍କୁ ଶିଳରେ ବାଟି ମୁଢି ଚୁଡା କ୍ଷୀର ସହ ଦିଏ। ଏମିତିକି ଚେନାଚୁର ବି ବାଟିକି ଦିଏ ବୁଢାଙ୍କ ପାଟିକୁ ରୁଚିବ ବୋଲି। ଥରେ ଥରେ ଜେଜେଙ୍କ ପ୍ରତି ମୋର ହିଂସା ହୁଏ। ବୋଉ ସବୁବେଳେ ତାଙ୍କ କଥା ଆଗ ବୁଝେ, ପରେ ମୋର କି ବାପାଙ୍କ ପାଳି ପଡେ। ବାପା ବି ସ୍କୁଲରୁ ଆସି ଆଗେ ଜେଜେଙ୍କ ସହ ସୁଖ ଦୁଃଖ ହୁଅନ୍ତି। ଏମିତି କଟିଥିଲା ମୋର ପିଲାଦିନ। ବୋଉ ମତେ ସବୁବେଳେ କହୁଥିଲା, ବଡ ହୋଇ ଭଲ ମଣିଷଟିଏ ହେବୁ। କାହିଁକି କେଜାଣି ବଡ ଚାକିରି କର, ଧନରତ୍ନରେ ତୋ ଘର ପୁରି ଯାଉ, ଏମିତି ଆଶୀର୍ବାଦ ସେ କେବେ କରିନି। ସତରେ ମୁଁ କଣ ଭଲ ମଣିଷଟିଏ ହୋଇପାରିଛି? ହାତ ଗୋଡ଼ ଆଖି କାନ ଥାଇ ଭଲ ଚାକିରିଟିଏ କରି ଅତି ଉଚ୍ଚପଦସ୍ଥ ନ ହୁଏ ପଛକେ ଜଣେ କଣ ଭଲ ମଣିଷଟିଏ ହୋଇପାରେ? ଏକବିଂଶ ଶତାବ୍ଦୀରେ ଭଲ ମଣିଷଙ୍କର ସଂଜ୍ଞା କଣ ହୋଇପାରେ? ବାରମ୍ବାର ଏ ପ୍ରଶ୍ନ ମୋତେ ଆନ୍ଦୋଳିତ କରିଛି। ମୋ ପତ୍ନୀ ସରିତା ଭିତରେ ବୋଉଙ୍କୁ ଖୋଜିବାର ଅପଚେଷ୍ଟା କରିଛି ମୁଁ। ସରିତା ଏଇ ଶତାବ୍ଦୀର ଆତ୍ମସର୍ବସ୍ୱ ସୁଖ ଲୋଭୀ ନାରୀ। ଆଉ ମୁଁ ତ ପୁରୁଷ ହୋଇ ବି ଘରର ଶାନ୍ତି ପାଇଁ ହେଉ ନା କାହିଁକି ଠିକ୍ ବା ଭୁଲ ବୁଝିପାରି ମଧ୍ୟ ପତ୍ନୀ କଥାରେ ପ୍ରତିବାଦ କରିପାରୁନଥିବା କ୍ଳୀବ ମାନସିକତାର ପୁରୁଷଟିଏ। ତେବେ ଭଲ ମଣିଷ ପଣିଆ ମୋ ଭିତରେ ବା ମୋ ଭଳି ଆଜିର ପୁରୁଷଙ୍କ ଠାରେ ଖୋଜି ପାଇବା କେଉଁଠୁ? ବାପା 4 ଦିନ ହେବ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି। କେଦିନ ମିଳିବା ଏଠାରେ ଭାରି କଷ୍ଟ। କେବିନ୍ ମିଳିବା ଏଠାରେ ଭାରି କଷ୍ଟ। ମେଡିସିନ ୱାର୍ଡର ଇ ବ୍ଲକର 29 ନମ୍ବର ବେଡ୍ରେ ବାପା ଶଯ୍ୟାଶାୟୀ। ସେ ଚୁପଚାପ ଶୋଇଛନ୍ତି। ସାଲାଇନ୍ ଚାଲିଛି ମୁଣ୍ଡ ପାଖରେ 3-4ଟି ମେସିନ୍। ସବୁ ରିଡିଂ ହେଉଛି ଶରୀରର। ମୁଁ ବେଡ୍ ଉପରେ ଗୋଟିଏ କଡ଼କୁ ବସିଛି ଗୋଡ଼କୁ ଓହଳେଇ। ବାପାଙ୍କର ଗୋଟିଏ ଗୋଡ଼ ମୋ ଜଙ୍ଘ ଉପରେ। ଦୀର୍ଘ ସମୟ ଏକାଭଳି ସ୍ଥିତିରେ ରହିବାରୁ ମୋ ଗୋଡ଼ କାଲୁଆ ମାରିଗଲା ଭଳି ଲାଗୁଛି। ବାପାଙ୍କ ଗୋଡ଼ଟି ଉଠାଇ ଦେବାକୁ ମୋ ମନ ଡାକୁନି। ସାରା ରାତି କଷ୍ଟ ପାଇ ସେ ଶୋଇ ପାରିନାହାନ୍ତି। ଏବେ ମୋ ଗୋଡ଼ ଉପରେ ଗୋଡ଼ ପକାଇ ନିଶ୍ଚିନ୍ତରେ ଶୋଇଛନ୍ତି। ପିଲାଦିନେ ବାପାଙ୍କ ଉପରେ ଗୋଡ଼ ପକାଇ ଶୋଇବା ମୋର ଅଭ୍ୟାସ ଥିଲା। କାହିଁ ଦିନେ ତ ସେ ପ୍ରତିବାଦ କରିନାହାନ୍ତି। ବରଞ୍ଚ ମୋ ଗୋଡ଼କୁ ସେ ହାତରେ ଆଉଁସୁ ଆଉଁସୁ ମୁଁ ଶୋଇପଡ଼େ। ବୋଉ ଗଲା ପରେ ବାପା ଏକୁଟିଆ ହୋଇଗଲେ। ମୁଁ ତାଙ୍କୁ ମୋ ଭୁବନେଶ୍ୱର କ୍ୱାର୍ଟର୍ସକୁ ନେଇ ଆସିଲି। ମୋର 2 BHK ଘର। ମୋ ପୁଅ ପୁଣ୍ୟଶ୍ଳୋକ ପୁନୁ ବାପାଙ୍କ ସଙ୍ଗେ ଗୋଟିଏ ଘରେ ଶୋଇଲା, ଅନ୍ୟଟି ସରିତା ଓ ମୋର। ଆମ ଘରେ ଜୋରେ ପାଟି କରି କଥା କହିଲେ ବାପାଙ୍କ ଘରକୁ ଶୁଭେ। ମୋ ବୋଉ ତ ନୀରବ କର୍ମୀଟିଏ ଥିଲା। ସରିତାଙ୍କ ପାଟି କିନ୍ତୁ ବଡ଼। କଥା କହିଲା ବେଳେ ସେ ବଡ଼ ସାନ ମାନନ୍ତି ନାହିଁ। ମୁଁ ଚୁପଚାପ ରହେ। ପ୍ରତିବାଦ କଲେ ବଚସା ବଢ଼ିବ, ଘରର ଶାନ୍ତି ନଷ୍ଟ ହେବ। ବାପାଙ୍କ ଆଗରେ କେବେ ବଡ଼ ପାଟିରେ କେହି କଥା କହିନି। ତା ଛଡ଼ା ପୁନୁ ଉପରେ ଖରାପ ପ୍ରଭାବ ପଡ଼ିବ, ତେଣୁ ସରିତାଙ୍କ କଥା ଏଡ଼େଇ ଦେବା ଛଡ଼ା ମୋର କିଛି ଉପାୟ ନଥିଲା। ବାପା ସବୁ ସ୍ନେହ ମମତା ଆମ ଉପରେ ଅଜାଡ଼ି ଦେବାକୁ ଚାହୁଁଥିବା ବେଳେ ସରିତା ବାପା ଆମ ସଙ୍ଗେ ରହନ୍ତୁ ବୋଲି ଚାହୁଁନଥିଲେ। ତାଙ୍କର ଧାରଣା ବାପାଙ୍କ ସ୍ନେହର ଆତିଶଯ୍ୟରେ ପୁଅ ମୋର ନଷ୍ଟ ହୋଇଯିବ। ନିମ୍ନ ମଧ୍ୟବିତ୍ତ ମାନସିକତାର ଛାପ ପୁଅ ଭିତରେ ଦେଖାଗଲେ ଆଜିର ପ୍ରତିଯୋଗୀ ଯୁଗରେ ସେ ପଛରେ ପଡ଼ିଯିବ। ପୁନୁକୁ 3 ବର୍ଷ ପୁରିଲା ମାତ୍ରେ ତାକୁ ପ୍ଲେ ସ୍କୁଲରେ ଭର୍ତ୍ତି କରିଦେଲେ ସେ। ବାପା ପ୍ରତିବାଦ କଲେ। ପୁନୁ ଖେଳି ବୁଲି ଗପ କବିତା ମାଧ୍ୟମରେ ଗଛପତ୍ର ଦେଖି ପ୍ରକୃତିକୁ ଅନୁଧ୍ୟାନ କରି ଜ୍ଞାନ ଆହରଣ କରି ମଣିଷ ହେବ। ବାପାଙ୍କର ଏହା ହିଁ ଇଚ୍ଛା ଥିଲା। ଶିକ୍ଷକ ଥିଲେ ସେ। ପୁଅକୁ ପାଖରେ ଶୁଆଇ ରାମାୟଣ ମହାଭାରତ ବଡ଼ ମଣିଷଙ୍କ ପିଲାଦିନ ଶୁଣାଉଥିଲେ ସେ, ଯେମିତି ମତେ କରିଥିଲେ। ସରିତାଙ୍କର କିନ୍ତୁ ସବୁବେଳେ ଅଭିଯୋଗ, ପିଲାଟି ବେଶୀ ରାତି ଯାଏ ଚାହିଁ ଗପ ଶୁଣିଲେ ସକାଳେ ଉଠି ସ୍କୁଲ ପାଇଁ ପ୍ରସ୍ତୁତ ହେବ କେମିତି? ସାର୍ଟ ପ୍ୟାଣ୍ଟ ଟାଇ ଜୋତା ସବୁ ତ ଟିପଟପ୍ ହେବା ଦରକାର। ବାପା ମାନେ ସବୁ କଥା ବୁଝିପାରନ୍ତି ବୋଧହୁଏ। ଦିନେ ସେ ଅଡ଼ି ବସିଲେ ଗାଁକୁ ଯିବେ। ଗାଁରେ କେତେ ବନ୍ଧୁ ବାନ୍ଧବ ଆପଣାର ଲୋକ। ଏଇଠି ଦିନସାରା ଘର ନହେଲେ ପଛ ବଗିଚା। ତେଣୁ ଏ ଜୀବନ ତାଙ୍କୁ ଭଲ ଲାଗୁନି। ମତେ ଛାଡ଼ି ବାପାଙ୍କ ଏକୁଟିଆ ରହିବା କଷ୍ଟକର, ଏହା ମୁଁ ଭଲ ଭାବରେ ଜାଣେ। ତାଙ୍କୁ ବହୁତ ବୁଝେଇଲି। ତାଙ୍କର ଏକା ଜିଦ୍ ସେ ଗାଁକୁ ଯିବେ। ତାହା ହିଁ ହେଲା। 2-3 ମାସ ଯାଇଛି କି ନାହିଁ ଗାଁରୁ ଦଦେଇ ଫୋନ କଲେ, ତୋ ବାପାଙ୍କୁ 2 ଦିନ ହେବ ଜ୍ୱର, ପାରାସିଟାମଲ ଦେଇଛି, ପୁଣି ଜ୍ୱର ଆସୁଛି। ତୁ ଆସି ନେଇ ଡାକ୍ତର ଦେଖା। ସରିତା ବିରକ୍ତ ହେଲେ। କହିଲେ, ବୁଢ଼ାଙ୍କର ସବୁ ବାହାନା। ଏଇଠି ଏତେ ଭଲରେ ଥିଲେ ଗାଁ ଭାତ ସୁହାଇବ କେମିତି? ଏଠାକୁ ଆସିବାକୁ ପେଖନା କାଢୁଛନ୍ତି। ମୁଁ ବିରକ୍ତିରେ ସରିତାକୁ ଅନେଇଲି। କିଛି ଉତ୍ତର ଦେଲିନି। ସଙ୍ଗେ ସଙ୍ଗେ ଟେକିକରି ବାପାଙ୍କୁ ଆଣିଲି। ଏମ୍ସରେ ମୋର ଜଣେ ବନ୍ଧୁ ଡାକ୍ତର। ତାଙ୍କ ସହଯୋଗରେ ସହଜରେ ଆଡମିସନ ମିଳିଗଲା। ସରିତା ମୁହଁ ଓଳାଇଲେ। 4 ଦିନ ହେବ ମୋ ସହ କଥାବାର୍ତ୍ତା ବନ୍ଦ କରିଦେଲେ।
ବାପାଙ୍କର ଚିକିତ୍ସା ଚାଲିଥାଏ। ମୁଁ ଛୁଟି ନେଇ 4 ଦିନ ହେବ ହସ୍ପିଟାଲରେ ଥାଏ। ବାପା ଆଖି ଖୋଲିଲେ। ମତେ ପାଖରେ ଦେଖି ଛୋଟ ହସଟିଏ ତାଙ୍କ ମୁହଁରେ ଖେଳିଗଲା। କେତେ ପିଲାଳିଆ ଲାଗୁଛନ୍ତି ବାପା। ମୁଁ ତାଙ୍କ ମୁଣ୍ଡ ସାଉଁଳି ଦେଲି। ପୁଣି ଥରେ ଆଖି ବନ୍ଦ କଲେ ସେ। ହଠାତ୍ ମୋର ମନେ ହେଲା ସେ ମୋର ବାପା ନା ମୁଁ ତାଙ୍କର ବାପା। ବାପାଙ୍କ ମୁହଁରେ ସାମାନ୍ୟ ହସ ମୋ ମନରେ ଏକ ବିରାଟ ପ୍ରଶାନ୍ତି ଆଣିଦେଲା। 4 ଦିନର ରାତି ଉଜାଗର, ଅସମୟରେ ଖିଆ, ଏସବୁ ମତେ ଆନନ୍ଦ ହିଁ କେବଳ ଦେଲା ଭଳି ଲାଗିଲା। ଯେମିତି ବାପା ନୁହନ୍ତି, ମୋ ପୁଅ ପୁନୁ ଶୋଇଛି ବେଡ୍‌ରେ। ଏବେ ବି ବାପାଙ୍କର ଗୋଡ଼ଟା ମୋ ଜଙ୍ଘ ଉପରେ। ବାପାଙ୍କ ଗୋଡ଼ଟା ଏତେ ଉଶ୍ୱାସ ହୋଇଗଲା କେମିତି? ଯେମିତି ଛୋଟ ପିଲାଙ୍କ ଗୋଡ଼। କିଛି ଦିନ ପରେ ବାପା ସୁସ୍ଥ ହୋଇ ଘରକୁ ଫେରିଲେ। ମତେ ଗଡ଼ ଝୁଣିଲା ପରି ଲାଗିଲା। ସରିତାଙ୍କର ମତାମତ ମୋ ପାଇଁ ଗୁରୁତ୍ୱ ରଖିଲାନି। ମୁଁ ଆପାତତଃ ବାପାଙ୍କ ପାଖରେ ଶୋଇବାକୁ ମନସ୍ଥ କଲି। କାଳେ ବାପା ମତେ ରାତିରେ ଖୋଜିବେ। ପୁନୁ ତା ମମି ପାଖରେ ଶୋଉ। ବାପାଙ୍କ ଗୋଡ଼ ମାଲିସ କରିଦେଲି। ତାଙ୍କ ମୁଣ୍ଡ ସାଉଁଳି ଦେଲି ଯେମିତି ସେ ପିଲାବେଳେ ମତେ କରିକି ଶୁଆଇ ଦେଉଥିଲେ। ବାପାଙ୍କୁ ଶୁଆଇଲା ପରେ ମୁଁ ବାଲକୋନିକୁ ଗଲି। କି ସୁନ୍ଦର ପବନ ବହୁଥିଲା। ନିର୍ମଳ ଆକାଶରେ ଅଗଣିତ ତାରକା। ଏ ପୃଥିବୀଟା କେତେ ମଧୁମୟ। ହେଇ ତ, ଏ ତାରା ଭିତରେ ମୋ ବୋଉର ହସ ହସ ମୁହଁଟି ଦିଶି ଯାଉଛି। ସତରେ ମୁଁ କ'ଣ ମଣିଷ ହେଇଗଲି? ସତରେ ମୁଁ କ'ଣ ମଣିଷ ହେଇଗଲି? ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ବିଶିଷ୍ଟ ଗାଳ୍ପିକା ଇନ୍ଦିରା ଦତ୍ତଙ୍କୁ। ତାଙ୍କର ଗଳ୍ପର ଶୀର୍ଷକ ଥିଲା ମୁଁ ମଣିଷ ହୋଇଗଲି। ଗପଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।